ସାଙ୍ଗସାଥୀ ମାନଙ୍କ ସହିତ କଥାବାର୍ତ୍ତା ହେଉଥିଲା ବେଳେ ଶୁଣିବାକୁ ମିଳେ ବାପା ବୋଉ ହୁଅନ୍ତୁ କି ଜେଜେ ଜେଜେମା ହୁଅନ୍ତୁ କଥା ଛଳରେ କହିଥାନ୍ତି ଏ ସେ ବୁଢ଼ା ସେ ବୁଢ଼ୀ ଏମିତି କଲା। ଏଇଟା କିନ୍ତୁ ମୋତେ କାହିଁକି ଭଲ ଲାଗେନି ଏ ଶବ୍ଦର ବ୍ୟବହାର। ବୟସ ଅନୁସାରେ ଏଇଟା ଆମ ପାଇଁ ପ୍ରଯୁଜ୍ୟ, ବୁଢ଼ା ବା ବୁଢ଼ୀ। କିନ୍ତୁ ବାପା ବୋଉ ଶାଶୁ ଶ୍ୱଶୁର ସେମାନେ ବି ଆମର ବାପା ମା। ତ ଜେଜେ ଜେଜେମା ଅନେକ ସମୟରେ ମୋର ସାଙ୍ଗସାଥୀ ମାନଙ୍କ ସହିତ କଥା କଟାକଟି ହୁଏ, କାହିଁକିନା ଏଇ ଶବ୍ଦର ପ୍ରୟୋଗ ମୁଁ ବ୍ୟକ୍ତିଗତ ଭାବରେ ଏହା ମୋତେ ଭଲ ଲାଗେନି। ଅନେକ ସମୟରେ ସାଙ୍ଗସାଥୀମାନେ ମୋତେ ପରିହାସ ମଧ୍ୟ କରନ୍ତି, କହନ୍ତି ତୁ କ'ଣ ବୁଢ଼ୀ ହେବୁନୁ? ଆରେ ମୁଁ ତ ଅଲରେଡ଼ି ବୁଢ଼ୀ। କିନ୍ତୁ ସେମାନଙ୍କର ସମ୍ବୋଧନକୁ ମୋତେ କାହିଁ ଅସମ୍ମାନ କଲା ଭଳି ଲାଗେ, ଆଉ ମନ ଭିତରେ ଭାରି ଦୁଃଖ ହୁଏ। ବାପା ମା କେବେ ବୁଢ଼ା ବୁଢ଼ୀ ନ ହୁଅନ୍ତୁ। ଆଉ ଯଦି କେତେବେଳେ ସେଇ ବାପା ବୋଉଙ୍କର ବୟସର କଥା ଉଠେ, ବିଶ୍ୱାସ କରନ୍ତୁ ଛାତି ଭିତରଟା ଯେମିତି ଥରିଯାଏ। ଗୋଟେ ଅଜଣା ଭୟ ଯେମିତି ମନ ଭିତରେ ଗୋଟେ ଶିହରଣ ସୃଷ୍ଟି କରେ। ତେଣୁ ଏଇଟା ମୋର ବ୍ୟକ୍ତିଗତ ମତ। ବୁଢ଼ା ବୁଢ଼ୀ ସମ୍ବୋଧନ ନ କରି ବା ବୁଢ଼ା ବୁଢ଼ୀ ନ କହି ଏଇଟା ସେଇଟା ନ କହି ଗୋଟେ ସମ୍ମାନଜନକ ଶ୍ରଦ୍ଧାର ସମ୍ବୋଧନ ଯାହା ଆମ ପାଇଁ ଅଛି, ଏଇଟା ଆମ ପାଇଁ ଭଗବାନଙ୍କ ଆଶୀର୍ବାଦ ଆଜ୍ଞା। ତେଣୁ ସେହି ସମ୍ବୋଧନକୁ ଶ୍ରଦ୍ଧାର ସହିତ ସମ୍ମାନର ସହିତ ବ୍ୟବହାର କରନ୍ତୁ, ଆଉ ବୁଢ଼ା ବୁଢ଼ୀ ନୁହେଁ।